ଲୁହ ଝରେ ଆଖି ସନ୍ଧିରେ ଆଉ ଦେହ ଝାଳ ତାର ଦେହରେ ମାରି କୃଷକ ଫଳାଏ ସୁନାର ଫସଲ। ଝାଞ୍ଜି ଖରା ତାକୁ କାଟୁ କରିପାରେ ନା। ଆଖି ମଳି ମଳି ଗାଁ କ୍ଷେତରେ ଯାଇ ଦେଖେ ତ ରଙ୍ଗ ବେରଙ୍ଗର ଗୋଲାପ ଗୁଡ଼ାକ ହାତଠାରି ନିଜ ଆଡ଼କୁ ଆକର୍ଷିତ କରୁଛନ୍ତି। ସେପଟେ ପୁଣି ଅଦିନିଆ ଅଧା କରାଛାଇ ପାଗଟା ଫସଲକୁ ନୂଆ ବୋହୂ ପରି ସଜେଇ ଦେଇଛି। ନୂଆ ଲଗା ହୋଇଥିବା ଫୁଲକୁ ବି ବେଶ୍ ମନକୁ ଆନନ୍ଦିତ କରୁଛି। ସତେ ଯେମିତି ତାକୁ ଗଢ଼ିବା ପାଇଁ ଭଗବାନ ସବୁ କମନୀୟତା ତା ଦେହରେ ଭରି ଦେଇଛନ୍ତି। ସଞ୍ଜ ନ ହେଉଣୁ ସୂର୍ଯ୍ୟ ବାରମ୍ବାର ଜହ୍ନର ଗୁଣଗାରିମା ବଖାଣୁଛନ୍ତି। ଅଦିନ ମେଘର ବାବତା ସହି ଯିଏ ଆମକୁ ଖାଇବା ଯୋଗାଏ ତାରି ପାଖରୁ ହିଁ ଆମେ ଦରବୃଦ୍ଧିର ହିସାବ କରୁ, ହେଲେ କେବେ ବି ତା କଷ୍ଟକୁ ମନେ ପକାଉନା। ଆଜି ଯଦି ସର୍ବୋଚ୍ଚ ସ୍ଥାନରେ କିଏ ଥାଏ ତେବେ ସିଏ ହେଉଛି କୃଷକ। ମଣିଷ ଲୋଭର ବଶବର୍ତ୍ତୀ ହୋଇ କୃଷକ ବୃତ୍ତି ଆପଣେଇଥିବା ଲୋକଙ୍କୁ କୁତ୍ସିତ ବ୍ୟବହାର କରେ ସିନା, ହେଲେ ସେ ଭୁଲିଯାଏ ଯେ ଯେତେ ବଡ଼ ଗାଡ଼ି କି ବଡ଼ କୋଠାରେ ରହିଲେ ବି ସବୁବେଳେ ଯଦି କିଏ ପ୍ରକୃତରେ ଆମର ବନ୍ଧୁ ହୋଇଥାଏ ତେବେ ସେ ହେଉଛି ଏଇ କୃଷକ। ଏବେ ଆଉ ହଳ ଲଙ୍ଗଳ ନାହିଁ ସତ, କିନ୍ତୁ ଅତ୍ୟାଧୁନିକ ପଦ୍ଧତିରେ ସେ ଚାଷୀ ହିଁ ଖଟିଛି। ଆମେ ତ ଖାଲି କଥାକୁଆ ମଣିଷ। ଏ ପରିବାର ଦାମ ଏତିକି ହୋଇଥାନ୍ତା, ସେ ପରିବାର ଦାମ ଏତିକି ହୋଇଥାନ୍ତା ବୋଲି କହିଥାଉ। ଗାଁର ପୁଷ୍ଟିକର ସତେଜ ପରିବା ଖାଇ ଯିଏ ନିଜକୁ ସହରୀ ବାଘ ବୋଲି କୁହନ୍ତି ସେ ମଣିଷ ନୁହନ୍ତି। ଯେତେ ବଡ଼ ଲୋକୀପଣ ଦେଖେଇ ହେଲେ ବି କୃଷକ ଭାଗରେ ମଥାଟା ଆପେ ଆପେ ନଇଁଯାଏ। ସେ ହେଉଛି ସର୍ବୋଚ୍ଚ ସମ୍ମାନର ଅଧିକାରୀ। ଯଦି କୃଷକର ପରିଶ୍ରମକୁ ଆପଣମାନେ ସମ୍ମାନ କରନ୍ତି ତେବେ ନିହାତି କମେଣ୍ଟ ମାଧ୍ୟମରେ ଆମକୁ ନିଶ୍ଚୟ ଜଣାନ୍ତୁ।